कुआरी झीर बलि दे सारी हेले बाकी रही जाइए आहुरी गोटे कुआरी झील किंतु मामा मोर पुरंदर पंडा जाइछन्ते सुचित्राणी कदे ए पर्यंत विलंब तले कहिके मागमा काले मो वचन न हो खाले केवल मत कुआरी झीटे जाओ मिले तो मंदिर रे दे देवी बोले ओम लें क्लें क्लें भक्त 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 भविष्य को जे आख्यागर रखे कार्य करी थाए से ए जीवन में सफलता होता है এই পথে রাজকুমারী সুচিত্রা না কিন্তু বাবা আপন মতে জানিলে কি পরি বাবা আপনକୁ পଚାରୁଛି आम्भे जानी पारू बालिका आम्भको को कथा जना अछि आम्भे लोक को देखिला मात्र के तहार आगत भविष्य सब गोटी गोटी करी कही दे पारो मु सत कहूचे ना मिछ बाबू हाँ लो माँ सुचित्रा मु तुमको आगु कही नी भणजाटा मोर प्राणी को देखला मात्रे 7 जन्मर भल भविष्य गोटी गोटी करी कही दियंती हेले माँ आलो सुचित्रा तुम्हें टिके बाबा को मस्तटा देखिबो ठीक अछि बाबा हाँ माँ मो हाथ टिके देखंतु कौन है बाबा आपण एमती चौकी पड़े कहीं बाबा बाबा कौन है बाबा माँ सुचित्रा हाँ बाबा आम्भे होछु आदम ब्रह्मचारी परम काली साधक काला भैरव आम्भे नारी को छुईबू नाही तबे टिके दूर रहिबाकू पड़िबो कहीं नारी होचंते साक्षात दुर्गा नारी होचंते साक्षात सरस्वती नारी होचंते साक्षात लक्ष्मी सेटिपाई आम्बे नारी को छुईबू नाही ठीक अछि बाबा नारी को जदि आम्बे छुई देबू तहले आमर सकल कामना सब माटी रे मिसी जीवो तमे टिके दूर रे रहिबो हां बाबा ताहले मु दूर रे रही मो हाथ देखै दउछि हाँ बा तुमर हस्तरेखा मु निश्चय देखिबे आओ तुमर हस्तरेखा जहाँ कहब ताहा मु गोटी गोटी करी प्रकाश करी आलो ए बा तमे टिके ए पट्टारे रहिलो
ଆଲୋ ଏ ମା ସୁଚିତ୍ରା ବାବା ତୁମର ହସ୍ତରେଖା କହୁଛି କଣ ବାବା? ତମେ ଜଣେ ସୌଭାଗ୍ୟବତୀ ନାରୀ ତମେ ଜଣେ ପଦ୍ମିନୀ ନାୟିକା ଆଉ ତୁମେ ଅଭାବୀ ଲୋକର ଅଭାବକୁ ଦେଖିଲେ ତମେ ଜୀବନ ଦେଇକି ସାହାଯ୍ୟ କର ମୁଁ ସତ କହୁଛି ତମା ହଁ ବାବା ମୁଁ ସତ କହୁଛି ତ ଆପଣ ସତ କହୁଛନ୍ତି। ମା ସୁଚିତ୍ରା କୁହନ୍ତୁ। ଆଉ ତୁମେ ଦେବ ପୂଜାରେ ତୁମେ ଆଗ୍ରହ ରଖ ହଁ ବାବା ଆଉ ପରଲୋକର ଆଖିରୁ ଯଦି ଧାର ଧାର ହୋଇ ଲୁହ ଝରି ପଡୁଥିଲେ ତମେ ସହ୍ୟ କରିପାରୁନ ନା ବାବା ମୁଁ ସତ କହୁଛି ତ ହଁ ବାବା ଆଲୋ ଏ ମା ସୁଚିତ୍ରା କୁହନ୍ତୁ। ତୁମର ହସ୍ତରେଖା ଯାହା କହୁଛି ତାହା ମୁଁ କହୁଛି ମା ମୁଁ ମିଥ୍ୟା କହୁନି ମା ସୁଚିତ୍ରା ବାବା ତମେ ଏକା ଏକା ରହି ତୁମେ ଜଣକର ଅଭାବ ଅନୁଭବ କରୁଛ ହଁ ବାବା ତେଣେ ମୋ ପିତା ନାହାନ୍ତି। ହଁ। ମୋ ପିତା କଥା ମତେ ମନେ ପଡୁଛି ବାବା। ତମର ପିତା କଥା ମନେ ପଡୁଛି ହଁ ବାବା ମା ସୁଚିତ୍ରା କୁହନ୍ତୁ। ତମେ ଆଉ ଅଳ୍ପ ଦିନ ଭିତରେ ପରମ ଶାନ୍ତି ଲାଭ କରିବାକୁ ଯାଉଛ ପରମ ଶାନ୍ତି କଣ ବାବା? ପ୍ରେମ ପରମ ଶାନ୍ତି ହେଉଛି ଏ ଜୀବନର ମୁଖ୍ୟତା ତମେ ଆଉ ଅଳ୍ପ ଦିନ ଭିତରେ ସେ ପ୍ରେମରେ ହିଁ ପଡ଼ିବ ବାବା ମା ସୁଚିତ୍ରା ହଁ ବାବା ଆହୁରି ଅନେକ ଭଲ ମନ୍ଦ ବିଚାର କରିକି କହିବି ବାବା କାହିଁକି ସପ୍ତମ ଲଗ୍ନରେ କେତୁ ଆଉ ଅଷ୍ଟମ ଲଗ୍ନରେ ରାହୁ ଆଉ ନବମ ଲଗ୍ନରେ ଶନି ଅବସ୍ଥାନ କରୁଛି ଆସନ୍ତା ସଂକ୍ରାନ୍ତି ପରେ ପରେ ତମର ଶନି ଦଶା ଆରମ୍ଭ ହେଇଯିବ ନାଇଁ ବାବା ନାଇଁ ଆପଣ ସେମିତି କୁହନ୍ତୁନି ଦୟାକରି କୁହନ୍ତୁ ବାବା କୁହନ୍ତୁ ତାର ପ୍ରତିକାର ମତେ କଣ କରିବାକୁ ପଡିବ? ହ୍ୟାଲୋ ଏ ମା ସୁଚିତ୍ରା ହଁ ବାବା ତାହାର ପ୍ରତିକାର କରିବା ପାଇଁ ତ ଆମ୍ଭେ ଅଛୁ ଆପଣ କାହିଁକି ଆମ୍ଭେ ଶୁଭକୁ ଅଶୁଭ କରିପାରୁ ବାବା ଅଶୁଭକୁ ଶୁଭ ମଧ୍ୟ କରିପାରୁ ବାବା କିନ୍ତୁ ଗୋଟିଏ କଥା ବା କଣ ବାବା? ତମେ 5 ଜଣ ମୋ ଆଶ୍ରମରେ 3 ଦିବସ ରହିପାରିବ ତ ଠିକ ଅଛି ବାବା ତେଣେ ମୋ ପିତା ନାହାନ୍ତି 4 ଦିବସ ମାତ୍ରେ ମୋ ପିତା ଆମ ରାଜ୍ୟକୁ ଫେରୁଛନ୍ତି ହଁ। ତେଣୁ ମୁଁ ଆପଣଙ୍କ ଆଶ୍ରମରେ 3 ଦିବସ ନିଶ୍ଚୟ ହେବି ତାପରେ ଯାଇ ମୋ ପିତାଙ୍କୁ ସାକ୍ଷାତ କରିବି। ତାହେଲେ ତମେ 3 ଦିବସ ମୋ ଆଶ୍ରମରେ ରହିବ ହଁ ବାବା ଠିକ ଅଛି ମା ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କି ମଜା ହଉ ମୋ ଜୀବନ ପଥେ ନର୍କ ପଡ଼ିଥାଉ ନର୍କ ଉଦ୍ଧାର ହେଉ ମା ସୁଚିତ୍ରା ହଁ ବାବା ମୋ ଜୀବନ ପଛେ ନର୍କେ ପଡ଼ିଥାଉ କିନ୍ତୁ ଏ ସାରା ଜଗତଟା ଉଦ୍ଧାର ହେଉ ଏ ମାମା ଭଣଜା ତମେ 5 ଜଣଙ୍କୁ ନିଅ ଏମାନଙ୍କୁ ତୁମେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖିବ ଏମାନଙ୍କୁ ଯଥାସହ ସମ୍ମାନ ଦେବ সেই নিমন্ତେ চিন্তা কর না ভଣଜା ହଁ ମାମା ମା ସୁଚିତ୍ରା ହେଉଛନ୍ତି ରାଜା ଘର ଝିଅ ହଁ ରାଜ ଉଆସରେ ଯେମିତି ଲାଲନ ପାଲନରେ ରହନ୍ତି ଯେମିତି ସୁଖ ସୁବିଧାଟା ସେମାନଙ୍କୁ ଯୋଗାଇ ଦିଆଯାଏ ଆମର এই ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ସେଇ ସବୁ ସୁବିଧାଟା ମୁଁ ଯୋଗାଇ ଦେବି ସେଇ ନିମନ୍ତେ ତମେ ଚିନ୍ତା କର ନା ଭଣଜା ହଁ ମାମା ମାମା ଭଣଜା ଏ 5 ଜଣ ହେଉଛନ୍ତି ଆମର ଅତିଥି ହଁ ଭଣଜା ହଁ ଅତିଥି ଦେବ ଭବ ଅତିଥି ହେଉଛନ୍ତି ଭଗବାନ ଭଗବାନ ସଙ୍ଗେ ସମାନ ନର ଦେହ ବୀଜ ନର
ତ୍ରିକାଳଦର୍ଶୀ ବାବାର ମତଟା ପରିବର୍ତ୍ତନ ହେଇଯାଇଛି। ଆଉ ଯାହା ବିଚାରଟା ଥିଲା ସବୁ ବିଚାରଟା ମଧ୍ୟ ଓଲଟ ପାଲଟ ହେଇଯାଇଛି। କାହିଁକି ଏ ପର୍ଯ୍ୟନ୍ତ 107ଟି କୁଆରୀ ଝିଅକୁ ବଳି ଦେଇ ସାରିଛି, ହେଲେ ତାପରି ସୁନ୍ଦରୀ ଝିଅ ମୋ ଜୀବନରେ ଦେଖିନଥିଲି। ଆଜି ଆଜି ତୋତେ ପ୍ରଥମରେ ଦେଖିବାକୁ ପାଇଛି ମାନେ ତୋତେ ମୋ ମନ ମନ୍ଦିରରେ ପାଟରାଣୀ ସଜେଇବି। ଆଉ ସେ 4 ଜଣଙ୍କ ଭିତରେ ଗୋଟାଏ ଝିଅ ଯଦି ଅବିବାହିତା ଅଛି, ତାହେଲେ ସେ ଅବିବାହିତା ଝିଅକୁ ମା ପାତାଳ ଭୈରବୀଙ୍କ ମନ୍ଦିରରେ ବଳି ଦେଇଦେବି। କିନ୍ତୁ ସେ ସୁଚିତ୍ରାକୁ ମୋହର ପାଟରାଣୀ ସଜେଇବି। हरि हे गुहारी करिबी काहाकू छुआर निमंते आहार आनिली आहार गिरिला छुआकू राजकुमारी सुचित्रा को आनी पाताल भैरवी मंदिर रे बलि देवा पाई ताकू बलि देइथिले मोर प्रतिशोध पूर्ण होइथांता आउ भणजार 108 बलि मध्य पूर्ण होइथांता। से अजर अमर होइथिले आमे ए 3 भुवन रे शासन करिथांतु। हेले भणजाटा मोर सब ओलट पालट करि दैछि। ताकू बलि देवा परिवर्ते बाहा हेबा पाई निष्पत्ति नै सारिछि। ता निष्पत्ति रे कोन राजकुमारी राजी हेबो ना? आउ राजकुमारी राजी न हेले ये भणजा ताकू सहजरे छाड़िबो नाही। काहे कि ना भणजाटा मोर प्रकृत रे साधु नुह। से थिला आगरु काल केतु दत्य पातालपुरु तड़ा खाइकी माँ कालींकर आराधना करिकी पालटिछि बाबा काल भैरव। राजकुमारी ता प्रस्ताव टाकू मना करिदेले तार असुर प्रकृति जागरण करिब। राजकुमारी चरित्र प्रति हस्तक्षेप करिब। विनाश काले विपरीत बुद्धि जुगे जुगे कथा रही। नारी चरित्र प्रति जे हस्तक्षेप करिछि तार रक्षा नाही। ए महिमंडल रे भणजार मध्य रक्षा नाही। आउ ता सहित रहिले मोर मध्य रक्षा नाही। छाड़ हो भणजा मले केते आउ थिले केते। मु बड़ा पुरंदर पंडा दुनिया जते गरम थिले भी मुंडटा मोर सबु बेले ठंडा। एमिति केते जिनिस भेदी भेदी मो ना होइछि पाताल भेतु। आउ मु कोन से भणजा भेतरे पड़िबी ना।
এইଠୁ ଚୁପଚାପ ଲୁଚିକି ପଲେଇବି ଆଉ ମୋ ଜୀବନଟା ମୁଁ ବଞ୍ଚେଇବି। ଯାହା ଦିନ କହୁଥିଲି କମ୍ପିଯିବ, ଏଇନେ ଏଇ ପଣ୍ଡା କହୁଛି ଆଉ କମ୍ପିବ ନାହିଁ।